କୁହୁକ ମାଛ। ଅନେକ ବର୍ଷ ପୂର୍ବେ ଗୋଟିଏ ଗରିବ ଆଉ ପରିଶ୍ରମୀ କେଉଟ ନିଜ ସ୍ତ୍ରୀ ସହିତ ରହୁଥିଲା। କେଉଟ ନିଜ ସ୍ତ୍ରୀକୁ ବହୁତ ଭଲ ପାଉଥିଲା, କିନ୍ତୁ ସେ ଗରିବ ତାକୁ ଖୁସି କରେଇ ପାରୁନଥିଲା। କେଉଟର ସ୍ତ୍ରୀ ସେଥିପାଇଁ ଦୁଃଖୀ ରହୁଥିଲା। କେଉଟର ଅନେକ ଚେଷ୍ଟା ପରେ ମଧ୍ୟ ତା ସ୍ତ୍ରୀ ଖୁସି ହେଉନଥିଲା। ଆସିଗଲ ଘରକୁ, ପୁଣି ସେଇ ମାଛ ଆଣିଛ? ତମ ମାଛ ଗନ୍ଧରେ ମୋ ଘର ଅସନା ହେଇଗଲାଣି। ଏ ଗରିବ ତ ଏବେ ଅସହାୟ ହେଇଗଲାଣି। ରାଗୁଛ କାହିଁକି? ମୁଁ ପୂରା ଚେଷ୍ଟା କରୁଛି ତୁମକୁ ଖୁସିରେ ରଖିବାକୁ। କିଛି ବର୍ଷ ରହିଯାଅ, ମୁଁ ଟଙ୍କା ସଞ୍ଚୟ କରି ତୁମ ପାଇଁ ଭଲ ଘରଟେ କରିବି। ଛାଡ଼ ହେ, ସବୁବେଳେ ମିଛ। ମତେ ତମ ଭଳି ଗରିବ ମାଛ ଧରାଳି ସହିତ ବାହା ହବାର ନଥିଲା। ବିଚରା କେଉଟ ନିଜ ସ୍ତ୍ରୀର ଭଲ ପାଇବାକୁ ଝୁରି ହେଉଥିଲା, କିନ୍ତୁ ସେ ପରାଜୟ ସ୍ୱୀକାର କରିନଥିଲା। ତା ପରଦିନ ସେ ଆଉଥରେ ବାହାରି ପଡ଼ିଲା ନଈରୁ ମାଛ ଧରିବାକୁ। ଅନେକ ସମୟ ବସିଲା ପରେ ମଧ୍ୟ ତା ହାତକୁ କିଛି ଆସିଲା ନାହିଁ। ଏବେ ମୁଁ କ'ଣ କରିବି? ଯଦି ଖାଲି ହାତରେ ଘରକୁ ଯାଏ, ସ୍ତ୍ରୀ ମୋର ଆହୁରି ରାଗିଯିବ। ହେ ଭଗବାନ, ମୋତେ ସାହାଯ୍ୟ କର। କେଉଟ ଚିନ୍ତାରେ ମଗ୍ନ ଥିଲା। ସେତେବେଳେ ତା କଣ୍ଟାରେ ଗୋଟିଏ ଚମକୁଥିବା ମାଛ ଫସିଲା। କେଉଟ ଏ ମାଛକୁ ଦେଖି ବହୁତ ଖୁସି ହୋଇଗଲା। ସେତେବେଳେ ମାଛ କହିବାକୁ ଲାଗିଲା, ରୁହ, ମୁଁ ଗୋଟିଏ କୁହୁକ ମାଛ। ମତେ ତୋ ବିଷୟରେ ସବୁ ଜଣା। ଯଦି ତୁ ମତେ ଛାଡ଼ି ଦଉ, ତାହେଲେ ମୁଁ ତୋତେ ଗୋଟିଏ ବର ଦେବି। କେଉଟ କଥାକୁହା ମାଛକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। କିନ୍ତୁ ଯେତେବେଳେ ସେ ଜାଣିଲା କି ଇଏ ଏକ କୁହୁକ ମାଛ, ତାପରେ ତାକୁ ପୁଣି ପାଣିରେ ପକାଇ ଦୌଡ଼ି ନିଜ ସ୍ତ୍ରୀ ପାଖରେ ପହଞ୍ଚିଗଲା। ଜାଣିଛ ଆଜି ମୋ ସହିତ କ'ଣ ହେଲା? ଚୁପ୍ ରୁହ, ଏମିତି ଦୌଡ଼ି ଦୌଡ଼ି ଆସିଛ? ମତେ ଲାଗିଲା ବହୁତ ସାରା ମାଛ ଆଣିଛ, କିନ୍ତୁ ତମେ ତ ଖାଲି ହାତ ଆସିଛ। ଏବେ ଏମିତି ଡେଉଁଛ କାହିଁକି? କେଉଟ ସ୍ତ୍ରୀର ରାଗକୁ ଅଣସୁନା କରି ସେ କୁହୁକ ମାଛ ବିଷୟରେ ସବୁ କିଛି କହିଲା। ପ୍ରଥମେ ତ ତା ସ୍ତ୍ରୀ ବିଶ୍ୱାସ କଲାନି। ପୁଣି ଯେବେ ତାକୁ ବିଶ୍ୱାସ ହେଲା, ସେ କହିଲା, ଆରେ ମୂର୍ଖ ମଣିଷ, ତମେ କୁହୁକ ମାଛ ବି ଧରିଲ ଆଉ ତାକୁ କିଛି ନ ମାଗି ଛାଡ଼ିଦେଲ। ତମେ ଗୋଟେ କାମ କର, ଏବେ ଯାଅ ଆଉ ସେ ମାଛଠୁ ଆମ ପାଇଁ ଗୋଟିଏ ବଡ଼ ଘର ମାଗ। ଇଏ କ'ଣ? ମାନୁଛି ମୁଁ ଗୋଟିଏ କୁହୁକ ମାଛ ଧରିଲି, କିନ୍ତୁ ତାକୁ ମାଗିବା ମୋତେ ଠିକ୍ ଲାଗୁନି। ଯଦି ତମେ ମାଛଠାରୁ ଆମ ପାଇଁ ବଡ଼ ଘର ନ ମାଗିଛ, ତାହେଲେ ମୁଁ ତମ ସହିତ ଜୀବନ ସାରା କଥା ହେବିନି। ସ୍ତ୍ରୀର କଥାରେ ବାଧ୍ୟ ହୋଇ କେଉଟ ମନ ମାରି ପୁଣି ଥରେ ନଈ ଆଡ଼କୁ ଗଲା। ନଈ ପାଖରେ ଯାଇ ଦେଖିଲା କି ନଈର ରଙ୍ଗ ବଦଳୁଛି। ପାଣିର ରଙ୍ଗ ସବୁଜ ହୋଇଯାଇଥିଲା। କୁହୁକ ମାଛ, ଓ କୁହୁକ ମାଛ, ମୁଁ ସେଇ କେଉଟ ଯିଏ ତୋ ଜୀବନ ରକ୍ଷା କରିଥିଲା। କ'ଣ ତୁ ଏଇଠି ଅଛୁ? କେଉଟର କଥା ଶୁଣି କୁହୁକ ମାଛ ପାଣି ଉପରକୁ ଆସିଲା। କ'ଣ ହେଲା? କାହିଁକି ଡାକୁଛୁ ମତେ? ମୋ ସ୍ତ୍ରୀ ଚାହୁଁଛି କି ସେ ଗୋଟିଏ ବଡ଼ କୋଠା ଘରେ ରହିବ। କ'ଣ ତୁ ନିଜ ଯାଦୁ ବଳରେ ମୋ କୁଡ଼ିଆକୁ କୋଠା ଘର କରିପାରିବୁ? ତୁ ଚିନ୍ତା କରନି, ଘରକୁ ଫେରିଯା। ତୋର ସ୍ତ୍ରୀର ଇଚ୍ଛା ପୂର୍ଣ୍ଣ ହେଇଯିବ। କେଉଟ ଘରକୁ ଫେରିଲା, କିନ୍ତୁ ଇଏ କ'ଣ? ତାର ପୁରୁଣା କୁଡ଼ିଆ ସେଠି ନଥିଲା, ଆଉ ତା ସ୍ଥାନରେ ଏକ ନୂଆ ବଡ଼ ଘରଟେ ଥିଲା। କେଉଟକୁ ଲାଗିଲା କି ତା ସ୍ତ୍ରୀ ଏବେ ବହୁତ ଖୁସି ହେଇଯିବ, କିନ୍ତୁ ନୁହଁ। ଏବେ ତ ତୁ ଖୁସି? ଖୁସି? ନା, ଜମା ନୁହଁ। ମତେ ଏବେ ଏଇ ଘରଠୁ ବି ବଡ଼ ଘର ଦରକାର, ପୁରା ମହଲ ଭଳି। ଆଉ ମୁଁ ସେ ମହଲର ରାଣୀ ହେବି। ଇଏ ଠିକ୍ ନୁହଁ। ଏଇ ଘର ଆମ ପାଇଁ ବହୁତ ବଡ଼। ମହଲରେ ରହି ଆମେ କ'ଣ କରିବା? ଯଦି ତମେ ମୋ କଥା ମାନିବନି, ତାହେଲେ ମୁଁ ରୁଷି ଯିବି।
ଆଉ ତମ ସହିତ କେବେ ବି କଥା ହେବିନି। ମନରେ ପଥର ରଖି ଆଉ ଥରେ ପୁଣି କେଉଁଟ ନଈ ଆଡ଼କୁ ଚାଲିଲା। ଆଉ ସେଠି ଦେଖିଲା କି ପାଣି ଏବେ ଲାଲ ରଙ୍ଗର ହୋଇଯାଇଛି। କେଉଁଟ ଆଉ ଥରେ ପୁଣି ମାଛକୁ ଡାକ ଦେଲା। କୁହୁକ ମାଛ, ଓ କୁହୁକ ମାଛ, ମୁଁ ସେଇ କେଉଁଟ ଯିଏ ତୋର ଜୀବନ ରକ୍ଷା କରିଥିଲା। କଣ ତୁ ଏଇଠି ଅଛୁ? କେଉଁଟର ଡାକ ଶୁଣି କୁହୁକ ମାଛ ପୁଣି ଥରେ ପାଣି ଉପରକୁ ଉଠି ଆସିଲା। କଣ ହେଲା? ତୁ ମତେ କାହିଁକି ଡାକୁଛୁ? ମୋତେ ଲାଗୁଥିଲା ମୋ ସ୍ତ୍ରୀ ବଡ଼ ଘର ଦେଖି ଖୁସି ହବ, କିନ୍ତୁ ଏବେ ତାକୁ ମହଲରେ ରାଣୀ ହେବାର ଇଚ୍ଛା ଅଛି। ତୁ ଘରକୁ ଯା, ତୋର ଏଇ ଇଚ୍ଛା ପୂରା ହବ। ତୋ ସ୍ତ୍ରୀ ବଡ଼ ମହଲର ରାଣୀ ହେଇଯିବ। କେଉଁଟ ଘରକୁ ଫେରି ଦେଖିଲା କି ତାର ବଡ଼ ଘର ଆଉ ନଥିଲା। ତା ସ୍ଥାନରେ ଗୋଟିଏ ବଡ଼ ମହଲ, ଯାହାର ମହାରାଣୀ ଆଉ କେହି ନୁହଁ, ତାହାରି ସ୍ତ୍ରୀ ଥିଲା। ଆସ ଆସ, ଏବେ ମୁଁ ରାଣୀ ହେଇଯାଇଛି। କିଛି ଦିନ ଯାଏଁ ତ ସବୁ ଠିକ୍ ଥିଲା, କିନ୍ତୁ ତାପରେ ତା ସ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଲା। ଆଉ ସେ କହିଲା କି ସେ ଏବେ ସମ୍ରାଟାଣୀ ହେବାକୁ ଚାହୁଁଛି। ରାଣୀ ହେଇ ରହିବା ମୋ ପାଇଁ ଯଥେଷ୍ଟ ନୁହେଁ, ଏବେ ମତେ ସମ୍ରାଟାଣୀ ହେବାର ଅଛି। ଏମିତି କରନା, ଲୋଭ ଠିକ୍ ନୁହଁ। ତମେ ଜାଣିଛ ନା, ଯଦି ମୋର ଇଚ୍ଛା ପୂରା ନ ହୁଏ ତ ମୁଁ ତମ ସହିତ କଥା ହେବିନି। ଠିକ୍ ଅଛି, ଯେମିତି ତୁମେ ଚାହିଁବ ସେମିତି ହିଁ ହବ। ଅତି କଷ୍ଟରେ ମନକୁ ବୁଝେଇ କେଉଁଟ ପୁଣି ଥରେ ନଈ ଆଡ଼କୁ ଚାଲିଲା। ଆଉ ସେଠାରେ ସେ ଦେଖିଲା କି ପାଣିର ରଙ୍ଗ ବହୁତ ଗୋଳିଆ ହୋଇଯାଇଛି। ହେଲେ ବି ସେ ମାଛକୁ ଡାକ ଦେଲା ଆଉ ନିଜ ଇଚ୍ଛା ତାକୁ କହିଲା। ଯାଅ, ତମର ସ୍ତ୍ରୀ ଏବେ ସମ୍ରାଟନୀ ହେଇସାରିଛି। କେଉଁଟ ଦୌଡ଼ି ଦୌଡ଼ି ଘର ଆଡ଼କୁ ଗଲା। ସେ ଦେଖିଲା ତା ସ୍ତ୍ରୀ ସତରେ ସମ୍ରାଟାଣୀ ହୋଇସାରିଛି। ତାକୁ ଲାଗିଲା କି ଏବେ ତ ଇଏ ନିଶ୍ଚୟ ଖୁସି ଥିବ। ମୁଁ ଏବେ ସମ୍ରାଟାଣୀ, ମୋଠୁ ଉତ୍ତମ ଆଉ କେହି ନାହିଁ। ଏବେ କଣ ତୁମେ ଖୁସି? ମତେ ଜଣା ନାହିଁ। କିଛି ଦିନ ବିତିଗଲା, କିନ୍ତୁ ତା ସ୍ତ୍ରୀ ଖୁସି ନଥିଲା। ଏବେ ତାକୁ ରାତିରେ ବି ନିଦ କମ୍ ହେଉଥିଲା। ଗୋଟିଏ ରାତିରେ ଅନେକ ସମୟ ଯାଏଁ ସେ ଭାବି ଭାବି ଚେଇଁଥିଲା। ଅନେକ ସମୟ ପରେ ତା ସ୍ତ୍ରୀକୁ ନିଦ ଆସିଲା। ସେତେବେଳ ଯାଏଁ ସକାଳ ହୋଇଯାଇଥିଲା। ସୂର୍ଯ୍ୟ ଏତେ ଶୀଘ୍ର କେମିତି ଉଇଁଲା? ଏବେ ଯାଏଁ ତ ମୋର ନିଦ ବି ପୂରା ହେଇନି। ତା ସ୍ତ୍ରୀ ରାଗରେ କେଉଁଟକୁ ଉଠେଇଲା। ଉଠ, ଶୀଘ୍ର ଉଠ। ମୁଁ ସୂର୍ଯ୍ୟ ଆଉ ଚନ୍ଦ୍ରକୁ ମୋ ନିଜ ଆୟତରେ କରିବାକୁ ଚାହୁଁଛି। ଇଏ କଣ କହୁଛ? ଇଏ ସବୁ ପ୍ରକୃତି, ୟା ସହିତ ଓଟାରି ହୁଅନି। ତମେ ଚୁପ୍ ରୁହ। ଯଦି ତମେ ମାଛଠାରୁ ଏଇଟା ମାଗିକି ନ ଆଣ, ତାହେଲେ ମୁଁ ରୁଷି ଯିବି। ବାଧ୍ୟ ହୋଇ କେଉଁଟ ପୁଣି ଥରେ ବାହାରି ପଡ଼ିଲା ଆଉ ପୁଣି ଥରେ ମାଛକୁ ଡାକ ଛାଡ଼ିଲା। ସେତେବେଳ ଯାଏଁ ସେଠାକାର ପରିସ୍ଥିତି ଖରାପ ହୋଇଯାଇଥିଲା। ଝଡ଼ ତୋଫାନ ହେବାକୁ ଲାଗିଲା। ପାଣିର ରଙ୍ଗ ପୂରାପୂରି କଳା ହୋଇଯାଇଥିଲା। ହେଲେ ବି ସେ କୁହୁକ ମାଛକୁ ଡାକ ଛାଡ଼ିଲା। ମୋ ସ୍ତ୍ରୀ ସର୍ବଶକ୍ତିମାନ ହେବାକୁ ଚାହୁଁଛି। ଯାଅ, ତମର ସ୍ତ୍ରୀ ଯେମିତି ଚାହୁଁଛି ସେମିତି ହିଁ ହବ। କେଉଁଟ ଦୌଡ଼ି ଦୌଡ଼ି ଫେରିଲା, କିନ୍ତୁ ଇଏ କଣ, ମହଲ ପୂରା ଖାଲି ଥିଲା ଆଉ ସେଠାରେ କେହି ହେଲେ ନଥିଲେ। ଡରିକି କେଉଁଟ ପାଣି ଆଡ଼କୁ ଚାଲିଲା। ଏବେ ସେଠି ସବୁକିଛି ଆଗ ଭଳି ହୋଇଯାଇଥିଲା। ପାଣି ପୁଣି ନିର୍ମଳ ହୋଇଯାଇଥିଲା। କୁହୁକ ମାଛ, ଓ କୁହୁକ ମାଛ, ମୁଁ ସେଇ କେଉଁଟ ଯିଏ ତୋ ଜୀବନ ରକ୍ଷା କରିଥିଲା। କଣ ତୁ ଏଇଠି ଅଛୁ? କେଉଁଟର ଡାକ ଶୁଣି କୁହୁକ ମାଛ ପାଣି ଉପରକୁ ଆସିଲା। କଣ ହେଲା? ତୁ ମତେ କାହିଁକି ଡାକୁଛୁ? ମୋ ସ୍ତ୍ରୀ ଉଭେଇ ଯାଇଛି। କଣ ତୁ ଜାଣିଛୁ କି ସେ କେଉଁଠି ଅଛି? ହଁ, ତୋ ସ୍ତ୍ରୀ ସର୍ବଶକ୍ତିମାନ ହେବାକୁ ଚାହୁଁଥିଲା। ସେ ତ କେବେ ଦେଖାଯାଆନ୍ତିନି, ସେଥିପାଇଁ ତୋ ସ୍ତ୍ରୀ ମଧ୍ୟ ଉଭେଇ ଯାଇଛି। କେଉଁଟ ଯେବେ ଏକଥା ଶୁଣିଲା, ସେ ବହୁତ କାନ୍ଦିଲା। ନା ନା, ମୋ ସ୍ତ୍ରୀ ମୋତେ ଫେରେଇ ଦେ।
ମୁଁ ତାକୁ ବହୁତ ଭଲ ପାଏ। ମତେ କ୍ଷମା କର, ମୋ ବରଦାନକୁ ଫେରେଇ ନେଇ ପାରିବିନି। ନା, ତୁ ଏମିତି କରିପାରିବୁନି। ମୋ ସ୍ତ୍ରୀକୁ ମତେ ଫେରେଇବାକୁ ହିଁ ପଡ଼ିବ। ଠିକ୍ ଅଛି, ଯାଅ, ଏବେ ତୋ ସ୍ତ୍ରୀ ତୋ ଠାରୁ ଖୁସି ହବ। କେଉଁଟ ଫେରିକି ଗଲା। ଆଉ ଇଏ କ'ଣ? ତାର ପୁରୁଣା କୁଡ଼ିଆ ଫେରି ଆସିଥିଲା, ଆଉ ତାର ସ୍ତ୍ରୀ ମଧ୍ୟ। କିନ୍ତୁ ଏଇଥର ସେ ରାଗରେ ନଥିଲା। ସେ ବୁଝିପାରିଥିଲା କି ଖୁସି ନିଜ ଭିତରେ ଥାଏ। ଲୋଭ ଶୈତାନ ସଦୃଶ୍ୟ। ଗୋଟିଏ ଗାଁରେ କିଷାନ ସିଂ ନାମକ ବେପାରୀ ରହୁଥିଲା। ତାକୁ ବୁଲାବୁଲି କରିବାକୁ ବହୁତ ଭଲ ଲାଗୁଥିଲା। ତା ପରିବାରରେ ତାର 2ଟି ପୁଅ ରାମ, ଶ୍ୟାମ ଆଉ ତା ସ୍ତ୍ରୀ ରହୁଥିଲେ। ସେ ପ୍ରତିଦିନ ସନ୍ଧ୍ୟାରେ ତାଙ୍କୁ ବୁଲେଇବା ପାଇଁ ନେଇଯାଉଥିଲା, ଆଉ ସେମାନେ ସବୁବେଳେ ଅନ୍ଧାର ହେବା ପୂର୍ବରୁ ଘରକୁ ଫେରି ଆସୁଥିଲେ। ଏମିତି ଗୋଟିଏ ଦିନ ଯେବେ ସମସ୍ତେ ଘରକୁ ଫେରୁଥିଲେ, ସେତେବେଳେ ତାଙ୍କୁ ତୀବ୍ର ଝଡ଼ ତୋଫାନ ଘେରିନେଲା। ଜୋରରେ ବର୍ଷା ଆରମ୍ଭ ହେଇଗଲା। ପବନ ଏତେ ତୀବ୍ର ଥିଲା ଯେ ସେମାନେ ସମସ୍ତେ ପାଖ ଘରେ ଯାଇ ରହିଗଲେ। ଅନ୍ଧାର ମଧ୍ୟ ହେଇଯାଇଥିଲା, କିନ୍ତୁ ତାଙ୍କୁ ଅନୁମାନ ମଧ୍ୟ ନଥିଲା ସେମାନେ କିପରି ଘରକୁ ଫେରିବେ। ସେମାନେ ଦେଖିଲେ କି ସବୁ ସ୍ଥାନରେ ବର୍ଷା ହେଉଛି, କିନ୍ତୁ ସେଇ ଘର ଉପରେ ବର୍ଷାର ଗୋଟିଏ ମଧ୍ୟ ଟୋପା ପଡ଼ୁନି। ସେମାନେ ସବୁ ଏ ଚମତ୍କାର ଦେଖି ବିସ୍ମିତ ହୋଇଗଲେ। ତାର ବଡ଼ ପୁଅ କହିଲା, ବାପା, ଇଏ କେମିତି ସମ୍ଭବ ଯେ ଘର ବାହାରେ ଏତେ ବର୍ଷା ହେଉଛି ଆଉ ଏଇଠି ଗୋଟିଏ ଟୋପା ମଧ୍ୟ ପଡ଼ୁନି, ନା ପବନ ବହୁଛି? ଇଏ ତ ମୁଁ ବି ବୁଝିପାରୁନି ପୁଅ। ବର୍ଷା ଟିକେ ବି କମୁନଥିଲା। ଗାଁରେ ଏତେ ପାଣି ଭରି ଯାଇଥିଲା ଯେ ଲୋକଙ୍କ ଘରେ ପାଣି ପଶିବା ଆରମ୍ଭ ହେଇଗଲା। ବାପା, ଆମେ ଘର ଭିତରକୁ ଯାଇ ଦେଖିବା କି ଏମିତି ଚମତ୍କାର କାହିଁକି ହେଉଛି? ତାଙ୍କ ମା ତାଙ୍କୁ ରାଗରେ ଦେଖିଲା ଆଉ କହିଲା, ଆମେ କୁଆଡ଼େ ମଧ୍ୟ ଯିବାନି, ଚୁପଚାପ ଏଇଠି ଠିଆ ହୁଅ। କାହିଁକି ନା ଆମକୁ ଜଣା ନାହିଁ କିଛି, ଭିତରେ କିଛି ବିପଦପୂର୍ଣ୍ଣ ବି ଥାଇପାରେ। ସମସ୍ତେ ବର୍ଷା କମିବାର ଅପେକ୍ଷା କରି କରି ଧୀରେ ଧୀରେ ଶୋଇପଡ଼ିଲେ। କିନ୍ତୁ ଶ୍ୟାମ ଶୋଇଲାନି। ଆଉ ସେ ଭାବିଲା କି ମୋତେ ଭିତରକୁ ଯାଇ ଦେଖିବାକୁ ହବ। ପ୍ରଥମେ ସେ କବାଟକୁ ବାଡ଼େଇଲା, କିନ୍ତୁ ସେ କବାଟ ପ୍ରଥମରୁ ହିଁ ଖୋଲା ଥିଲା। ଭିତରଟା ବହୁତ ଅନ୍ଧାର ଥିଲା। ସେ ଘରର ଗୋଟିଏ କୋଣରେ ଦେଖିଲା କି ସେଇଠି ଗୋଟିଏ ଜିନିଷରୁ ବହୁତ ଆଲୋକ ଝଲସୁଛି। ସେ ତା ପାଖକୁ ଗଲା ଆଉ ସେ ହାତ ଲଗେଇ ତାକୁ ସେଠାରୁ ବାହାର କଲା। ଆରେ ବା, ଇଏ ତ ଗୋଟିଏ ଛତା। କେତେ ସୁନ୍ଦର ହେଇଛି, କିନ୍ତୁ ଏତେ ଚମକୁଛି କାହିଁକି? ତାକୁ ଗୋଟିଏ କୁହୁକ ଛତା ମିଳିଯାଇଥିଲା। ସେ ଛତା ସାହାଯ୍ୟରେ ଶ୍ୟାମ ନିଜର ସବୁ ଆଶା ପୂରଣ କରିପାରିଥାନ୍ତା। ସେ ଛତା ଖୋଲିବା ପାଇଁ ତାର ବଟନ ଦବେଇଲା। ତାକୁ ସେତେବେଳେ ଗୋଟିଏ ଶବ୍ଦ ଶୁଭାଗଲା। କ'ଣ ଦରକାର? ମୋତେ ଆଜ୍ଞା ଦିଅନ୍ତୁ। ଶ୍ୟାମ ଡରିଗଲା ଆଉ ସେ ଛତାଟିକୁ ଫୋପାଡ଼ି ଦେଲା। ତୁ କିଏ? ଆଉ ତୁ ମୋ ସହିତ କଥା କେମିତି ହଉଛୁ? ମୁଁ ଗୋଟିଏ କୁହୁକ ଛତା। ଗୋଟେ ମହାଜାଦୁକର ମୋତେ ନିଜ କୁହୁକ ଶକ୍ତି ବଳରେ ବନେଇଥିଲେ, ଆଉ ଚୋରମାନଙ୍କ ଠାରୁ ବଞ୍ଚେଇବା ପାଇଁ ମୋତେ ଏଇ ଘରେ ଲୁଚେଇ ପଳେଇଲେ। ଏବେ ଏଇ ଛତାଟି ତୁମକୁ ମିଳିଛି। ଏବେ ତୁମେ ହିଁ ମୋ ମାଲିକ। ଯଦି ମୋତେ କେହି ଚୋରି କରିବାକୁ ଚେଷ୍ଟା କରେ, ତାହେଲେ ତାର ନିଶ୍ଚୟ କିଛି ଖରାପ ହବ। ସତରେ ତୁ ଗୋଟିଏ କୁହୁକ ଛତା? ହଁ ଆଜ୍ଞା, ମୁଁ ଗୋଟିଏ କୁହୁକ ଛତା। ଆଚ୍ଛା, ଠିକ୍ ଅଛି। ଏଇ ଗାଁରେ ଯେତେ ବି ପାଣି ଭରିଛି, ତୁ ସେ ସବୁ କାଢ଼ିଦେ। ସେ ଛତାଟି ବୁଲି ବୁଲି ପାଣି ଉପରକୁ ଗଲା ଆଉ ସେଠାରୁ ସବୁ ପାଣି ବାହାର କରିଦେଲା। ତୁ ତ ଚମତ୍କାର କରିଦେଲୁ। ଚାଲ, ଏବେ ଯେତେ ବି ଘର ଭାଙ୍ଗିଛି ସବୁକୁ ଆଗ ଭଳି ବନେଇ ଦେ। ସେ ଛତାଟି ନିଜ ଯାଦୁ ଦ୍ୱାରା ସବୁ ଘରକୁ ଠିକ୍ କରିଦେଇଥିଲା। ଏବେ ମୋତେ ବି ଘରକୁ ଯିବା କଥା। ଶ୍ୟାମ ସେଠାରୁ ବାହାରି ଦେଖିଲା ରାସ୍ତାରେ ଗୋଟିଏ ଭିକାରୀ ଭିକ ମାଗୁଛି। କିଛି ଦେଇଦେ ପୁଅ, 3 ଦିନରୁ କିଛି ହେଲେ ଖାଇନି। ନା ରହିବା ପାଇଁ ଘର ଅଛି, ନା ଶୋଇବା ପାଇଁ ବିଛଣା। ଏଇ ସବୁ ଶୁଣି ଶ୍ୟାମକୁ ବହୁତ ଖରାପ ଲାଗିଲା, ଆଉ ସେ ଛତା ସାହାଯ୍ୟରେ ଭିକାରୀ ପାଇଁ ଗୋଟିଏ ଘର ତିଆରି କରିକି ଦେଲା ଆଉ ତାକୁ
ପେଟ ଭରି ଖାଇବାକୁ ମଧ୍ୟ ଦେଲା। ଏମିତି ଆଗକୁ ବଢ଼ି ବଢ଼ି ସେ ଗାଁରେ ସମସ୍ତଙ୍କର ସାହାଯ୍ୟ କଲା। ଶ୍ୟାମ ଛତା ନେଇ ଘରେ ପହଞ୍ଚିଲା ତ ବାହାରେ ଛିଡ଼ା ହେଇଥିବା ମା ତାକୁ କହିଲେ, ଏଇ ଛତାଟି ତତେ କୋଉଠୁ ମିଳିଲା ଶ୍ୟାମ? ମା, ଇଏ ଗୋଟିଏ କୁହୁକ ଛତା। ମା ବିସ୍ମିତ ହୋଇଗଲେ। ତେବେ ଶ୍ୟାମ ସେ ଘରେ ହେଇଥିବା ସବୁ କଥା ମାଙ୍କୁ କହିଲା କି କେମିତି ଏଇ ଛତା ତାକୁ ମିଳିଲା ଆଉ ସେ କେମିତି ସମସ୍ତଙ୍କୁ ବଞ୍ଚେଇଲା। ପୁଅ, ଏଇ ଛତା ସାହାଯ୍ୟରେ ସମସ୍ତଙ୍କର ଭଲ ହିଁ କରିବୁ। ୟା ଶକ୍ତିର କେବେ ଭୁଲ ପ୍ରୟୋଗ କରିବୁନି। ସେ ଘରକୁ ଯାଇ ସବୁ କଥା ତା ଭାଇ ଆଉ ବାପାଙ୍କୁ କହିଲା। ଛତାର ଶକ୍ତି ବିଷୟରେ ଶୁଣି ତା ବଡ଼ ଭାଇ ରାମ ମନରେ ବିଚାର ଆସିଲା କି ସେ ଦୁହେଁ ମିଶି ଗାଁ ଲୋକଙ୍କୁ ସାହାଯ୍ୟ କରିବେ। ସେ ଦୁଇଜଣ ମିଶି ଗାଁ ଲୋକଙ୍କୁ ବହୁତ ସାହାଯ୍ୟ କଲେ ଆଉ ସମସ୍ତେ ସେ ଦୁହିଁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଏହା ଦେଖି ଗାଁର ଗୋଟିଏ ପିଲା ସେରା ବହୁତ ବିରକ୍ତ ହେଉଥିଲା। ସେ ଭାବିଲା ସେ ଛତାକୁ ଚୋରି କରିନେବ ଆଉ ସେଥିରୁ ଧନୀ ହେଇଯିବ। ଏବେ ମୁଁ ଏଇ ଛତାଟିକୁ ଶୀଘ୍ର ନିଜର କରିନେବି। ହଁ। ଦିନେ ସେରା ଶ୍ୟାମ ଘରୁ ଛତା ଚୋରି କରିନେଲା, କିନ୍ତୁ ଶ୍ୟାମ ତାକୁ ଛତା ଚୋରି କରୁଥିବାର ଦେଖିଦେଇଥିଲା। ଆରେ ନା, ଯଦି ସେରା ଛତା ଖୋଲିବାକୁ ଚେଷ୍ଟା କରେ ତ ଅସୁବିଧାରେ ପଡ଼ିଯିବ। ସେରା ସେ ଛତା ନେଇ ନିଜ ଘରକୁ ଚାଲିଗଲା ଆଉ ଛତାକୁ ଖୋଲିବାକୁ ଚେଷ୍ଟା କଲା। ଯେମିତି ସେ ବଟନ ଦବେଇଲା ସେଠାରୁ ବିଜୁଳି ଚମକିଲା ଆଉ ସେରା ଅଚେତ ହେଇଗଲା। ବିଜୁଳି ଦେଖି ରାମ ଆଉ ଶ୍ୟାମ ଶୀଘ୍ର ତା ଘର ଆଡ଼କୁ ଦୌଡ଼ିକି ଗଲେ। କ'ଣ ହେଇଗଲା ସେରାକୁ? ଇଏ ଅଚେତ କେମିତି ହେଇଗଲା? ଇଏ ମତେ ଚୋରି କରିବାକୁ ଚେଷ୍ଟା କରୁଥିଲା, ସେଥିପାଇଁ ମୁଁ ୟାକୁ ବିଜୁଳିର ଝଟକା ଦେଇଦେଲି। ସେତେବେଳେ ଶ୍ୟାମକୁ ସେ ଛତା କହିଥିବା କଥା ମନେ ପଡ଼ିଗଲା। ଯଦି କେହି ବି ତାକୁ ଚୋରି କରିବାକୁ ଚେଷ୍ଟା କରିବେ ତ ତା ସହିତ ଖରାପ ହିଁ ହବ। ଦେଖ କୁହୁକ ଛତା, ଇଏ ଯାହା ବି କଲା ତା ପାଇଁ ୟାକୁ କ୍ଷମା କରିଦେ ଆଉ ୟାକୁ ଠିକ୍ କରିଦେ। କୁହୁକ ଛତା ପୁଣି ବିଜୁଳିର ଗୋଟିଏ ଝଟକା ଦେଇ ସେରାକୁ ଠିକ୍ କରିଦେଲା। ମତେ କ୍ଷମା କରିଦେ ଶ୍ୟାମ, ମୁଁ ଲୋଭରେ ପଡ଼ି ଯାଇଥିଲି, ସେଥିପାଇଁ ଛତାଟିକୁ ଚୋରି କରି ନେଇଥିଲି। କିଛି କଥା ନାହିଁ ସେରା, ଏବେ ତତେ ଶାସ୍ତି ତ ମିଳିଗଲା। ୟା ପରେ ତୁ ଆଉ କେବେ ବି ଚୋରି କରିବୁନି। ରାମ ଆଉ ଶ୍ୟାମ ଦୁଇ ଭାଇ ସେଠାରୁ ଚାଲିଗଲେ। ତାପରେ ପୁଣି ମିଶି ସେ ଛତା ସାହାଯ୍ୟରେ ସମସ୍ତଙ୍କୁ ସାହାଯ୍ୟ କଲେ। ଏହି କାହାଣୀରୁ ଆମକୁ ଶିକ୍ଷା ମିଳୁଛି ଯେ ଅତି ଲୋଭେ ତନ୍ତି ମରେ। ସେଥିପାଇଁ କେବେ ବେଶୀ ଲୋଭ କରିବା ଉଚିତ ନୁହଁ। ଥରକର ଘଟଣା। ଗୋଟିଏ ମୋଚି ନିଜ ପତ୍ନୀ ସହ ରହୁଥିଲା। ମୋତି ନିଜ ରୋଜଗାର ପାଇଁ ପ୍ରତିଦିନ ନୂଆ ଜୋତା ତିଆରି କରି ବଜାରକୁ ବିକିବାକୁ ଯାଉଥିଲା, କିନ୍ତୁ ଏତେ ପରିଶ୍ରମ ପରେ ମଧ୍ୟ ସେ ବେଶୀ କିଛି ଲାଭ କରିପାରୁନଥିଲା। ନିଜ ଘରକୁ ଚଳାଇବାକୁ ମଧ୍ୟ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଥିଲା। ଶେଷରେ ଦିନେ ଏମିତି ଆସିଲା ତା ପାଖରେ ଚମଡ଼ା କିଣିବାକୁ ଟଙ୍କା ନଥିଲା। କେବଳ ଗୋଟିଏ ଟୁକୁଡ଼ା ଚମଡ଼ାକୁ ଛାଡ଼ି ତା ଦୋକାନରେ କିଛି ବି ନଥିଲା। ଏ ବୋଧେ ଶେଷ ସୁଯୋଗ ଜୋତା ତିଆରି କରିବାର, କିନ୍ତୁ ମୁଁ ୟାଠୁ ସବୁଠୁ ଭଲ ଜୋତା ତିଆରି କରିବି। ସବୁଦିନ ଭଳି ସେ ଚମଡ଼ାକୁ କାଟିବାକୁ ଲାଗିଲା ଆଉ ତାପରେ ସନ୍ଧ୍ୟା ଯାଏଁ ସେ ଚମଡ଼ାକୁ କାଟିନେଲା ଆଉ ଜୋତା ତିଆରି କରିବା ଆରମ୍ଭ କଲା। ରାତିର ସମୟ ଥିଲା। ସେ ଜୋତାକୁ ଟେବୁଲରେ ରଖିଦେଲା ଆଉ କହିଲା, ଆଜି ପାଇଁ ଏତିକି ଯଥେଷ୍ଟ, ବାକି କାମ କାଲି କରିବି। ଏମିତି କହିଲା ପରେ ସେ ଦୋକାନର କବାଟ ବନ୍ଦ କରି ଘରକୁ ଚାଲିଗଲା। ତା ପରଦିନ ସକାଳେ ଶୀଘ୍ର ପ୍ରସ୍ତୁତ ହୋଇ ତା ପତ୍ନୀକୁ କହିଲା, ସନ୍ଧ୍ୟାରେ ଭେଟିବା। ଆଜି ବୋଧେ ଶେଷ ଦିନ ଦୋକାନ ଯିବାର, ଦେଖିବା ଆଗକୁ କ'ଣ ହଉଛି। ଚିନ୍ତା କରନି, ଶୀଘ୍ର କିଛି ବାଟ ବାହାରି ଆସିବ, କେବେ ଆଶା ଛାଡ଼ନି। ମୋଚିକୁ ଜଣାଥିଲା କି ଭରସା ଦ୍ୱାରା କିଛି ବଦଳିବାର ନାହିଁ। ତାପରେ ସେ ଟିକେ ହସି ସ୍ତ୍ରୀକୁ ଦେଖିଲା ଆଉ କାମକୁ ବାହାରିଗଲା। ସେ ନିଜ ଦୋକାନ ଖୋଲିଲା ଆଉ କିଛି ଆଶ୍ଚର୍ଯ୍ୟଜନକ ଦେଖିଲା। ଗୋଟିଏ ହଳ ଚମକୁଥିବା ଜୋତା, ଯାହା ଉପରେ ସୁନ୍ଦର ଜରିର କାମ ହେଇଛି ଆଉ ଟେବୁଲରେ ରଖା ହେଇଛି। ହଁ, ଇଏ କେମିତି ହେଲା? କିଛି କଥା ନୁହଁ,
ଯାହା ବି ହଉ ସମୟ ନଷ୍ଟ ନ କରି ଏ ଜୋତାକୁ ବଜାରରେ ବିକିବାକୁ ହବ। ସେ ବଜାର ଆଡ଼କୁ ଶୀଘ୍ର ଶୀଘ୍ର ଗଲା ଆଉ ଜୋତା ବିକି ତାକୁ ଯେଉଁ ଟଙ୍କା ମିଳିଲା ସେଇ ଟଙ୍କାରେ ସେ ଆଉ ଚମଡ଼ା କିଣିଲା ଆଉ ସାରା ଦିନ ବସି ନୂଆ ଚମଡ଼ାକୁ କାଟିଲା ନୂଆ ଜୋତା ତିଆରି କରିବା ପାଇଁ। ଯେମିତି ଦିନ ସରିଲା ସେ ଘରକୁ ବାହାରିଗଲା, ବାକି କାମ ଛାଡ଼ିଦେଲା। ରାତିରେ ଖାଇବା ସମୟରେ ସେ ନିଜ ସ୍ତ୍ରୀକୁ ଆଜିର ଘଟଣା ବିଷୟରେ କହିଲା। ମୁଁ କହିଥିଲି ନା, ଆଶା ଛାଡ଼ନି, ତୁମେ ଜଣେ ପରିଶ୍ରମୀ ବ୍ୟକ୍ତି। ଆଜି ନହେଲେ କାଲି ଆମକୁ ନିଶ୍ଚୟ ମିଳେ ଯାହାର ଆମେ ଯୋଗ୍ୟ। ତା ପରଦିନ ସେ ଯେବେ ଦୋକାନକୁ ପହଞ୍ଚିଲା ସେ ଦେଖିଲା କି ଟେବୁଲରେ ବହୁତ ଗୁଡ଼ିଏ ସୁନ୍ଦର ଜୋତା ରଖାହେଇଛି, ଯେଉଁଠି ସେ ଆଗ ଦିନ ଚମଡ଼ାର ଟୁକୁଡ଼ା ରଖିଥିଲା। ଇଏ ତ ଚମତ୍କାର ହୋଇଗଲା। ଏତେ ବର୍ଷ ଯାଏ ମୁଁ ପରିଶ୍ରମ କଲି ରୋଜଗାର ପାଇଁ, କିନ୍ତୁ ଏତେ ତ ରୋଜଗାର କରିପାରିନଥିଲି। ଲାଗୁଛି କେହି ମୋତେ ସାହାଯ୍ୟ କରୁଛି। ସେ ପୁଣି ବଜାରରୁ ଆହୁରି ଚମଡ଼ା କିଣିଲା। ଆଗ ଦିନ ଭଳି ସେ ଅନେକ ଗୁଡ଼ିଏ ଚମଡ଼ା କାଟି ସେ ଟେବୁଲ ଉପରେ ରଖିଦେଲା। ଅନ୍ୟ ଦିନ ସକାଳେ ପୁଣି ଥରେ ବହୁତ ଗୁଡ଼ାଏ ଜୋତା ତାର ଅପେକ୍ଷା କରୁଥିଲେ। ସେଇଠି ବିଭିନ୍ନ ରଙ୍ଗର ସ୍ୟାଣ୍ଡେଲ, ବୁଟ୍ସ, ବେଲେଟ୍ ଆଉ ଜୋତା ଥିଲା। ହଁ, କେତେ ସୁନ୍ଦର ଜୋତା! କେହି ଅଜଣା ମୋତେ ହୃଦୟରୁ ସାହାଯ୍ୟ କରିବାକୁ ଚାହୁଁଛି। ଏମିତି ଯଦି ଚାଲୁଥାଏ ତାହେଲେ ଆମର ଟଙ୍କା ଊଣା ହବନି ଆଉ ଜୀବନ ଆରାମରେ କଟିବ। ଏଇମିତି ମୋଚି ନିଜ କାମକୁ ଅଧା ରଖି ଯାଉଥିଲା ଆଉ ଅଜଣା ଯାଦୁଗର ତାକୁ ପୂରା କରୁଥିଲା। ଏଇମିତି ସପ୍ତାହେ ବିତିଗଲା ଆଉ ମୋଚିକୁ ପ୍ରତିଦିନ କେତେ ଗୁଡ଼ିଏ ଜୋତା ମିଳିବାକୁ ଲାଗିଲା। ନିଜ ଗାଁରେ ସେ ଅତି ଶୀଘ୍ର ନାମିକା ମୋଚି ହୋଇଗଲା ଆଉ ତା ପାଖରେ ବହୁତ ଟଙ୍କା ବି ଆସି ଯାଇଥିଲା। ଦେଖିଲ, ଆମର ସମୟ କେମିତି ବଦଳିଗଲା। ଇଏ ସବୁ ସମୟର ଖେଳ। ହଁ, ତୁ ମୋ ସୁଖ ଦୁଃଖରେ ସବୁବେଳେ ସାଥିରେ ଥିଲୁ। ତୋ ବିନା ହୋଇପାରିନଥାନ୍ତା। ହଁ, କିନ୍ତୁ ଆମକୁ ତାଙ୍କ ବିଷୟରେ ଭୁଲିବା କଥା ନୁହେଁ ଯିଏ ଆମକୁ ସାହାଯ୍ୟ କରିଛନ୍ତି। ଆମେ ତାଙ୍କୁ ଖୋଜିବା କଥା ଆଉ ତାଙ୍କୁ କିଛି ଦେଇ ଧନ୍ୟବାଦ କରିବାକୁ ହବ। କିନ୍ତୁ ସେ କେମିତି? ସକାଳ ହେବା ମାତ୍ରେ ସେ ଚାଲି ଯାଆନ୍ତି। କାଲି ଆମେ ଦୋକାନରେ ଲୁଚି ତାଙ୍କୁ ଅପେକ୍ଷା କରିବା। ହଁ, ଏଇ କାମ ତ ଆମେ ଆରାମରେ କରିପାରିବା। ତା ପରଦିନ ସକାଳେ ମୋଚି ଚମଡ଼ା କାଟି ଟେବୁଲରେ ରଖିଦେଲା ଆଉ ସନ୍ଧ୍ୟାରେ ତାର ସ୍ତ୍ରୀ ଆସିଲା। ଚାଲ, କୋଉଠି ଲୁଚି ଯିବା? ହଁ, ଆମେ ସେଇ ଆଲମିରା ପଛରେ ଲୁଚିଯିବା। ଏଇମିତି ସେ ଦୁହେଁ ଆଲମିରା ପଛରୁ ଟେବୁଲ ଆଡ଼କୁ ଦେଖି ଅପେକ୍ଷା କରିବାକୁ ଲାଗିଲେ। ମଧ୍ୟରାତ୍ରିରେ ମୋଚି ଆଉ ତା ସ୍ତ୍ରୀ ଶୁଣିଲେ କି କେହି ସୁନ୍ଦର ସ୍ୱରରେ କିଛି ଗାଉଛି। ସ୍ୱର ଶୁଣି ଦୁହେଁ ଆଲମିରା ପଛରୁ ବାହାରି ଦେଖିଲେ କି ଦୁଇ ସୁନ୍ଦର ବାମନ ଚିରା କପଡ଼ା ପିନ୍ଧି ଝରକାରୁ ଭିତରକୁ ଆସିଲେ ଆଉ କୋଠରୀରେ ପହଞ୍ଚିଲେ। ମୋଚି ଏତେ ଖୁସି ବାମନ ପ୍ରଥମ ଥର ଦେଖିଲା। ସେ ବାମନ ତ ଖୁସି ଖୁସିରେ ନାଚୁଥିଲେ ଆଉ ଗାଉଥିଲେ। ନାଚ ଗୀତ ଶେଷ ହେଲା ପରେ ସେ ଟେବୁଲ ଉପରେ ବସି ଜୋତା ତିଆରି କରିବାକୁ ଲାଗିଲେ। ସେ କାଟିଲେ, ସିଲେଇ କଲେ, ରଙ୍ଗ ଦେଲେ ଆଉ ଜରି ଭରିଲେ। ମୋଚି ଆଉ ତା ସ୍ତ୍ରୀ ତାଙ୍କ କାମକୁ ବହୁତ ଆନନ୍ଦର ସହିତ ଦେଖୁଥିଲେ। ମୋଚି ତାଙ୍କର କଳା ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ବାମନ ନିଜ କାମ ଶେଷ କରିଦେଇଥିଲେ ଆଉ ସେ ଝରକାରୁ ଡେଇଁ ଚାଲିଗଲେ। ଆରେ, ଇଏ ତ ବାମନ। ସବୁଦିନ ସେ ଆମର ସାହାଯ୍ୟ ପାଇଁ ଆସନ୍ତି। ଆମେ ତାଙ୍କୁ ଧନ୍ୟବାଦ ନିଶ୍ଚୟ ଜଣାଇବା କଥା। ହଁ, ନିଶ୍ଚୟ। କିନ୍ତୁ ଆମେ ତାଙ୍କ ପାଇଁ କ'ଣ କରିପାରିବା? ସେମାନେ ବହୁତ ପୁରୁଣା ଚିରା କପଡ଼ା ପିନ୍ଧିଥିଲେ। ଆମେ ତାଙ୍କୁ କପଡ଼ା ଉପହାର ଦେଇପାରିବା। ଇଏ ବହୁତ ଭଲ କଥା। ମୁଁ ତାଙ୍କ ପାଇଁ ନୂଆ ଜୋତା ସିଲେଇ କରିଦେବି। ମୁଁ ତାଙ୍କ ପାଇଁ ଶୀତ ବସ୍ତ୍ର ସିଲେଇକି ଦେବି। ଏଇଆ ଭାବି ସେ ଦୁହେଁ ପ୍ରସ୍ତୁତିରେ ଲାଗି ପଡ଼ିଲେ। ତାର ସପ୍ତାହ ପରେ ମୋଚି ଦୁଇ ସୁନ୍ଦର ଛୋଟ ଜୋତା ସିଲେଇ କରିଲା ଆଉ ତା ସ୍ତ୍ରୀ ସେ ବାମନଙ୍କ ପାଇଁ ଦୁଇ ଶୀତ ବସ୍ତ୍ର ଆଉ ଶୀତ ପାଇଜାମା ସିଲେଇ କଲା। ଦେଖିଲ, ଇଏ କପଡ଼ା ଆଉ ଜୋତା ତାଙ୍କୁ କେତେ ସୁନ୍ଦର ଲାଗିବ। ମୁଁ ବହୁତ ବେଶୀ ଉତ୍ସାହିତ ଏ ଦେଖିବା ପାଇଁ। କାଲି ତ ଖ୍ରୀଷ୍ଟମାସର ଉତ୍ସବ। ଆମେ ନିଜ ଦୋକାନକୁ ସଜେଇବା ଆଉ ତାଙ୍କ ପାଇଁ ଏକ ଉପହାର ଟେବଲରେ ରଖିଦେବା। ତା ପରଦିନ
ମୋଚି ଆଉ ତା ସ୍ତ୍ରୀ ଦୋକାନକୁ ସଜେଇଲେ। ଉପହାର ଟେବୁଲରେ ରଖି ଦୁହେଁ ଅପେକ୍ଷା କରିବାକୁ ଲାଗିଲେ କି ସେ ଦୁଇ ବାମନ ନାଚି ଗାଇ ଆସିବେ ଆଉ ସେ କପଡ଼ା ପିନ୍ଧିବେ। ମୋଚି ଆଉ ତା ସ୍ତ୍ରୀ ବହୁତ ଖୁସି ଥିଲେ। ସେ ଦୁଇ ବାମନ ଆସିଲେ ଆଉ ଟେବୁଲରେ ରଖା ଜିନିଷ ଦେଖି ଚମକି ପଡ଼ିଲେ। ଆଜିର କାମ କେଉଁଠି? ଦେଖ ଭାଇ, କେତେ ସୁନ୍ଦର କପଡ଼ା ଆଉ ଜୋତା। ରଙ୍ଗୀନ ବି ଅଛି। ମୋଚି ବୋଧେ ଆମ ପାଇଁ ରଖିଥିବେ। ଆମ କାମରେ ସେ ବହୁତ ଖୁସି ହୋଇଥିବେ। ହଁ, ଚାଲ ପିନ୍ଧିକି ଦେଖିବା। ତାପରେ ସେ ବାମନ ସେ କପଡ଼ାକୁ ପିନ୍ଧି ନେଲେ ଆଉ ତାଙ୍କୁ ପୁରା ଫିଟ୍ ବି ହେଲା। ତୁ ବହୁତ ସୁନ୍ଦର ଲାଗୁଛୁ। ତତେ କପଡ଼ା ବି ବହୁତ ମାନୁଛି। ବହୁତ ଭଲ କପଡ଼ା। ଆଉ ଏ ଜୋତା ବି ଦେଖ ସୁନ୍ଦର ହୋଇଛି। ମତେ ତ ନାଚିବାକୁ ମନ ହଉଛି। ଚାଲ ନାଚିବା ଭାଇ। ଏମିତି ଖୁସି ଖୁସି ସେ ଦୁହେଁ ନାଚି ଗାଇବାକୁ ଲାଗିଲେ। ସେ ବାମନଙ୍କୁ କପଡ଼ା ପିନ୍ଧି ଖୁସି ହେବାର ଦେଖି ମୋଚି ଆଉ ତାର ସ୍ତ୍ରୀକୁ ବହୁତ ଭଲ ଲାଗିଲା। କିଛି ସମୟ ପରେ ସେ ବାମନ ଝରକାରୁ ଚାଲିଗଲେ ଆଉ ଉଭେଇ ଗଲେ। ମୋଚି ଆଉ ତାର ସ୍ତ୍ରୀ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ। ଓହୋ, ମତେ ବହୁତ ଭଲ ଲାଗିଲା କି ତାଙ୍କୁ ଏ ଉପହାର ପସନ୍ଦ ଆସିଲା। ହଁ, ଇଏ ତ ଖୁସି ମନେଇବା କଥା। ଚାଲ ଘର ଯାଇ ଖୁସି ମନେଇବା। ଇଏ ଖ୍ରୀଷ୍ଟମାସର ସକାଳର କଥା। ମୋଚି ସବୁଦିନ ଭଳି ଚମଡ଼ା କାଟି ଟେବୁଲରେ ଛାଡ଼ିଦେଲା। ଯେବେ ସେ ତା ପରଦିନ ଦୋକାନକୁ ଗଲା ତ ତାକୁ କୌଣସି ଜୋତା ମିଳିଲାନି। ଆଉ ଏଇ କଥା ସେ ନିଜ ସ୍ତ୍ରୀକୁ କହିଲା। ସେ ବାମନ ତ ଫେରି ଆସିଲେନି। ସେଠି କୌଣସି ଜୋତା ବି ନଥିଲା। କିଛି କଥା ନାହିଁ, ସେମାନେ ଆମର ବହୁତ ସାହାଯ୍ୟ କରିଛନ୍ତି। ବୋଧେ ତମକୁ ନିଜ ପାଇଁ ଆଗ ଭଳି ପରିଶ୍ରମ କରିବାକୁ ପଡ଼ିବ। ହଁ, ଏବେ ତ ମୁଁ ମୋ କାମ ବୁଝି ସାରିଛି। ଏତେ ଦିନରେ ମୁଁ ଏତିକି ତ ଜାଣି ଯାଇଛି କି ମୋର ଗ୍ରାହକଙ୍କୁ କ'ଣ ପସନ୍ଦ। ମୁଁ ପୁଣି ଥରେ ଭଲ ଜୋତା ବନେଇବି। ଏମିତି ସେ ପୁଣି ଥରେ ନିଜ କାମରେ ଲାଗିଗଲା ଆଉ ସେ ସେଇ ଜିନିଷ ତିଆରି କଲା ଯାହା ସେ ବାମନ ତିଆରି କରୁଥିଲେ। ସେ ଭଲ ଜୋତା ଆଉ ସେଇ ଭଲ ଚମଡ଼ାର ସାମଗ୍ରୀ। କୁହୁକ ଚକି। ଗୋଟିଏ ଗାଁରେ ରାମୁ ଆଉ ଶ୍ୟାମୁ ନାମକ ଦୁଇ ଭାଇ ରହୁଥିଲେ। ଦୁଇ ଜଣ ସିନା ଭାଇ ଥିଲେ, କିନ୍ତୁ ଦୁହିଁଙ୍କର ଆର୍ଥିକ ସ୍ଥିତି ପୁରା ଅଲଗା ଥିଲା। ରାମୁ ଏକ ବଡ଼ କାରଖାନାର ମାଲିକ ଥିଲା ଆଉ ଶ୍ୟାମୁ ପାଇଁ ଦୁଇ ବେଳର ଖାଇବା ଆଣିବା କଷ୍ଟ ହେଉଥିଲା। ଦିନେ ରାମୁ ନିଜ ଟଙ୍କା ଗଣି ଆରାମ କରିବାକୁ ଘରକୁ ଗଲା ଆଉ ଶ୍ୟାମୁ ବଜାରରୁ ଖାଲି ହାତରେ ଭୋକିଲା ଶୋଷିଲା ଘରକୁ ଫେରିଲା। ଶ୍ୟାମୁକୁ ଭୋକିଲା ଦେଖି ତା ସ୍ତ୍ରୀ କହିଲା, ତମେ ଯାଇ ତମ ଭାଇଠାରୁ କିଛି ଟଙ୍କା କରଜ କ'ଣ ପାଇଁ ନେଇଯାଉନ? ନିଜ ସ୍ତ୍ରୀ ରାଧାର କଥା ଶୁଣି ଶ୍ୟାମୁ କହିଲା, ଠିକ୍ ଅଛି, ମୁଁ ଯାଇ ରାମୁ ଭାଇଙ୍କ ଠାରୁ ଟଙ୍କା ଆଣିବି ଆଉ କିଛି ଖାଇବାକୁ ବି ଆଣିବି। ଟଙ୍କାର ଆଶାରେ ଶ୍ୟାମୁ ନିଜ ଭାଇ ରାମୁର ଘରକୁ ଗଲା। କିନ୍ତୁ ରାମୁ ଆଉ ତା ସ୍ତ୍ରୀ ତାକୁ ବହୁତ ଭଲ ଖରାପ କହିଲେ। ଭିକାରୀ କହି ସେଠାରୁ ବାହାର କରିଦେଲେ। ଶ୍ୟାମୁ ଦୁଃଖ ମନରେ ଘରକୁ ଫେରୁଥିଲା। କିନ୍ତୁ ରାସ୍ତାରେ ତାକୁ ଏକ ଶୋଷିଲା ବୁଢ଼ୀ ମିଳିଲା। ବୁଢ଼ୀମା ଶୋଷରେ କାନ୍ଦୁଥିଲା। ଶ୍ୟାମୁ ବୁଢ଼ୀମାର ଏ ଅବସ୍ଥା ସହି ପାରିଲାନି। ସେ ତାକୁ ନିଜ ଘରକୁ ନେଇ ଆସିଲା। ଘରକୁ ଯାଇ ସେ ପ୍ରଥମେ ସ୍ତ୍ରୀକୁ କହିଲା, ବୁଢ଼ୀ ମାଙ୍କୁ ବହୁତ ଶୋଷ ହେଉଛି। ମାଙ୍କୁ ପାଣି ଦିଅ ଆଉ କିଛି ସମୟ ଆରାମ କରିବାକୁ ଦିଅ। ଘରେ ମାଠିଆରେ ଯେତିକି ବି ପାଣି ଥିଲା ରାଧା ବୁଢ଼ୀ ମାଙ୍କୁ ପିଏଇ ଦେଲା ଆଉ ନିଜେ ଶ୍ୟାମୁ ସହ ଶୋଷିଲା ବସି ରହିଲା। କିଛି ସମୟ ଆରାମ କରି ଯେବେ ସେ ବୁଢ଼ୀ ସ୍ତ୍ରୀ ଲୋକ ଉଠିଲା, ସେ ଦେଖିଲା ଘରେ କିଛି ବି ନାହିଁ। ବୁଢ଼ୀମା ଶ୍ୟାମୁକୁ ପଚାରିଲା, ତମେ ସତରେ ଏତେ ଗରିବ କି ପୁଅ? ତେବେ ଶ୍ୟାମୁ କହିଲା, ହଁ ମା, ମୋର ସବୁ ଟଙ୍କା ମୋ ଭାଇ ନେଇଗଲା ଆଉ ଏବେ ମୁଁ କାଠ ବିକି ନିଜ ଗୁଜୁରାଣ ମେଣ୍ଟେଇବାକୁ ଚେଷ୍ଟା କରୁଛି। କିନ୍ତୁ ଅନେକ ଥର ମୋତେ ଆଉ ମୋ ସ୍ତ୍ରୀକୁ ଭୋକିଲା ରହିବାକୁ ପଡ଼େ। ବୁଢ଼ୀମା ଯେତେବେଳେ ଏକଥା ଶୁଣିଲା ତାଙ୍କୁ ବହୁତ ଖରାପ ଲାଗିଲା ଆଉ ସେ ନିଜ ଗଣ୍ଠିରୁ ଏକ ଚକି ବାହାର କରି ଶ୍ୟାମୁକୁ ଦେଲା। ବୁଢ଼ୀମା କହିଲା, ପୁଅ, ତମ ପାଖରେ କିଛି ବି ନାହିଁ, ତଥାପି ତମେ ମୋର ସାହାଯ୍ୟ କଲ। ତମ ଭଳିଆ ଭଲ ଓ ସଚ୍ଚୋଟ ମଣିଷର ଭଲ ହବ
ଇଏ ନିଅ ଚକି। ଶ୍ୟାମୁ ଚକି ଆଡ଼କୁ ଦେଖିଲା ଆଉ ହତାଶ ହୋଇ କହିଲା, ମା, ଆମ ପାଖରେ ପିସେଇବାକୁ ତ ଦାନା ହିଁ ନାହିଁ। ଏ ଚକିର ଆମ ପାଖରେ କି କାମ? ତେବେ ବୁଢ଼ୀମା ହସିକି କହିଲେ, ଇଏ ଏକ କୁହୁକ ଚକି। ଯେବେ ବି ତମେ ଏ ଚକିରେ ଖାଇବା ମାଗିବ ଇଏ ତମକୁ ଦେଇଦବ। କିନ୍ତୁ ଯେବେ ତମକୁ ଏ ଚକିକୁ ରୋକିବାକୁ ହବ ତେବେ ତାକୁ ଏଇ ହଳଦିଆ କପଡ଼ାରେ ଘୋଡ଼େଇ ଦବ। ବୁଢ଼ୀମା କଥାରେ ଶ୍ୟାମୁ ଆଉ ରାଧାକୁ ବିଶ୍ୱାସ ହେଲାନି। କିନ୍ତୁ ରାତିରେ ଦୁହେଁ ଦୁହିଁଙ୍କୁ ଭୋକିଲା ଅବସ୍ଥାରେ ଦେଖିଲେ ଆଉ ଭାବିଲେ ଚେଷ୍ଟା କରିବାରେ କ'ଣ ଯାଉଛି। ଦୁଇଜଣ ଚକିକୁ ଚାଉଳ ମାଗିଲେ ଆଉ ସାଙ୍ଗେ ସାଙ୍ଗେ ଚାଉଳ ସାମ୍ନାକୁ ଆସିଗଲା। ଦୁଇଜଣ ପେଟ ଭରି ଖାଇଲେ ଆଉ ବାକି ଗରିବମାନଙ୍କୁ ବାଣ୍ଟିଦେଲେ। ପୁଣି ପରଦିନ ଦୁଇଜଣ ଚକିକୁ ଚିନି ଆଉ ଗୁଡ଼ ମାଗିଲେ ଆଉ ଶ୍ୟାମୁ ତାକୁ ବଜାରରେ ନେଇ ବିକିଲା। ଶ୍ୟାମୁ ସବୁଦିନ ଚକିକୁ କିଛି ନା କିଛି ମାଗି ବିକୁଥିଲା ଆଉ ରାଧା ନିଜ ପାଇଁ ଗରିବ ପଡ଼ୋଶୀମାନଙ୍କ ପାଇଁ ଖାଦ୍ୟ ମାଗୁଥିଲା। ଧୀରେ ଧୀରେ ଦୁଇଜଣଙ୍କ ଅବସ୍ଥା ସୁଧୁରିଗଲା। କିନ୍ତୁ ଏକଥା ରାମୁ କାନରେ ଯାଇ ପଡ଼ିଲା ଆଉ ସେ ନିଜ ଭାଇର ସଫଳତାର ରହସ୍ୟ ଜାଣିବା ପାଇଁ ତା ପଛରେ ଗଲା। ତେବେ ସେ ଦେଖିଲା ଯେ ତା ଭାଇ ପାଖରେ ଏକ କୁହୁକ ଚକି ଅଛି। ରାମୁର ମନରେ ଲୋଭ ଆସିଗଲା ଆଉ ସେ ରାତିରେ ସେ କୁହୁକ ଚକି ଚୋରି କରିନେଲା। ଘରକୁ ଯାଇ ସେ ଭାବିଲା ଯେ କାହିଁକି ନା ମୁଁ ବି ଭାଇ ଭଳିଆ ଚିନି ମାଗିବି। ରାମୁ ଯେମିତି ହିଁ ଚକିକୁ ଚିନି ମାଗିଲା ଚକିରୁ ଚିନି ବାହାରିବାକୁ ଲାଗିଲା। କିଛି ସମୟ ପରେ ସେଠି ଚିନିର ପାହାଡ଼ ହେଇଗଲା, ଯାହା ଦେଖୁ ଦେଖୁ ବଢ଼ି ଚାଲିଲା। ରାମୁ ତାପରେ ଚକିକୁ ଅଟକାଇବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ଚକି ତ ଚିନିର ପାହାଡ଼ ଆହୁରି ବଡ଼ କରୁଥିଲା। ଦେଖୁ ଦେଖୁ ରାମୁ ଚିନିର ପାହାଡ଼ ମଝିରେ ଫସିଗଲା। ପିମ୍ପୁଡ଼ି ଆଉ ଜନ୍ଦା ତାକୁ କାମୁଡ଼ିବାକୁ ଲାଗିଲେ। ସବୁ କବାଟ ବନ୍ଦ ହେବା ଯୋଗୁଁ କେହି ମଧ୍ୟ ତାର ସହାୟତାର ଶବ୍ଦ ଶୁଣି ପାରୁନଥିଲେ। ଶେଷରେ ସେ ଚିନିର ପାହାଡ଼ରେ ଚାପି ହେଇ ମରିଗଲା। ଏହି କାହାଣୀରୁ ଆମକୁ ଶିକ୍ଷା ମିଳେ କି ସବୁବେଳେ ଦରକାରୀ ମଣିଷଙ୍କର ସାହାଯ୍ୟ କରିବା ଉଚିତ ଆଉ ଲୋଭରୁ ସବୁବେଳେ ଦୂରରେ ରହିବା ଆବଶ୍ୟକ।